এটা ସମ୍ପୂର୍ଣ୍ଣ ଭାବରେ ମୋତେ ଯାହା ଲାଗୁଛି ସେ ଅନ୍ୟକୁ ମାରିବାର ଲାଗି ସୁପାରି ନେଇଥିଲା। ମୋତେ ଲାଗୁନାହିଁ ଆଜ୍ଞା ରାଜନୀତି କିଛି ଥିବ ବୋଲିକିରି। ହଁ ଆସ୍ ମାଫିଆ ମାନେ ତ ସବୁ ଜାଗାରେ ଅଛନ୍ ଆଉ ଆସ୍ ମାଫିଆ ମାନେ ହତ୍ୟା ରୂପ କିଏ ଦେଉଛି? ହତ୍ୟା ଏଇଟା ହତ୍ୟା ଅଟେ, ରୂପ କେହି ଦେଉନାହାନ୍ତି। ଟିଭି ଫୁଟେଜରୁ ଦେଖିଦିଅ ସେ ବାରମ୍ବାର ଗାଡ଼ିକୁ ଆଟାକ୍ କରୁଛି, ପଛପଟୁ ଆସିକରି ଗାଡ଼ି ଉପରେ ଚଢ଼ି ସିସି ଫୁଟେଜରେ ମୋତେ ଯାହା ମୁଁ ଦେଖିଛି। ଏଇଟା ସମ୍ପୂର୍ଣ୍ଣ ଭାବରେ ହତ୍ୟା। ମୋତେ ଲାଗୁଛି ସେ ଡ୍ରାଇଭର ଅନ୍ୟ କାହାକୁ ଗୋଟେ ମାରିବାର ସୁପାରି ନେଇଥିଲା। ଭୁଲ ବୁଝାମଣା ଯୋଗୁଁ ଏମାନଙ୍କୁ ମାରିଦେଇଛି। ଆଉ କାହାକୁ ମାରିବା ପାଇଁ ସେ ସୁପାରି ନେଇଥିଲା, କ'ଣ କରିଥିଲା, ଏସବୁ ତଦନ୍ତ ହେବାର ଅଛି। କାରଣ କେହି କାହାକୁ ତ ବିନା କାରଣରେ ମାରେ ନାହିଁ ନା। କହୁଛି ମୋର ସଉକ ହେଇଗଲା ମାରିଦେଲି। ଆରେ କାହାର ମଣିଷ ମାରିବାରେ କାହାକୁ ସଉକ ହୁଏ? ତ ତାକୁ ତଦନ୍ତ ପୋଲିସ କରୁଛି। ପୋଲିସ ତଦନ୍ତ ପ୍ରକ୍ରିୟା ସରିଲା ପରେ ଯାହା କିଛି କହିବ। ହଁ ଆସ୍ ମାଫିଆ ମାନେ ତ ସବୁ ଜାଗାରେ ଅଛନ୍ ଆଉ ଆସ୍ ମାଫିଆ ମାନେ ମୁଁ ଜାଣିନାହିଁ ପୋଲିସ କ'ଣ କ'ଣ ନେଉଛି ପଦକ୍ଷେପ। ମୁଁ ସେ ଉପରେ ଦେଖୁଛି ପୋଲିସର ପଦକ୍ଷେପ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବଢ଼ିଆ ଅଛି। ଆଗକୁ କ'ଣ ହେବ ଦେଖିବାର କଥା। ମୋତେ ଲାଗୁନାହିଁ ଆଜ୍ଞା ରାଜନୀତି କିଛି ଥିବ ବୋଲିକିରି। କାହିଁକି କିଛି ସେଟା କାହାକୁ ବଦନାମ କରିଯିବା? ଏଇଟା ସମ୍ପୂର୍ଣ୍ଣ ଭାବରେ ମୋତେ ଯାହା ଲାଗୁଛି ସେ ଅନ୍ୟକୁ ମାରିବାର ଲାଗି ସୁପାରି ନେଇଥିଲା। ଭୁଲବଶତଃ ଏମାନଙ୍କୁ ମାରିଦେଇଛି। ବିଜେପି ସ୍ଥାନୀୟ ଅଞ୍ଚଳରେ ବହୁତ ବିରାଟ କ୍ଷତି। ଏଭଳି ଭାବରେ ରାଜନୈତିକ କର୍ମୀ ମିଳିବା କଷ୍ଟକର। ମୁରଲୀ ଛୁରିଆ କି ଦେବେନ୍ଦ୍ର ଗୋଟେ ରାଜନୈତିକ କର୍ମୀ ଆଜିକାଲି ଯୁଗରେ ମିଳିବାଟା